ଓଡ଼ିଶାର ପ୍ରତି ଅଞ୍ଚଳ ସଫଳ ମହିଳାଙ୍କୁ ସୁଭଦ୍ରା ଅପାର ଆଖ୍ୟା ଦିଆଯିବ। ଏଥିସହ ସେହି ସଫଳ ମହିଳାଙ୍କ କାହାଣୀକୁ ମୋ ସୁଭଦ୍ରା ଷ୍ଟୋରି ଭାବେ ପ୍ରତିଷ୍ଠିତ କରାଯିବ। ରାଜ୍ୟର କୋଣ ଅନୁକୋଣରେ ସୁଭଦ୍ରା ଯୋଜନାର ଏଭଳି ଉତ୍ସାହକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏଥିସହ ଯୋଜନା ସମ୍ବନ୍ଧୀୟ ଜନସଚେତନତା ପାଇଁ ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ପଞ୍ଚାୟତରେ ସୁଭଦ୍ରା ସ୍ୱାଗତ ସପ୍ତାହ ଅନୁଷ୍ଠିତ ହେବ। ଏଥିରେ ବ୍ଲକ ସ୍ତରର ସମସ୍ତ ଅଧିକାରୀ ସମେତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର, ଏସଏଚଜି ସଦସ୍ୟ, ଆଶାକର୍ମୀମାନେ ଗାଁ ଗାଁରେ ସଭା କରାଇ ଲୋକଙ୍କୁ ସୁଭଦ୍ରା ସମ୍ପର୍କରେ ସଚେତନ କରାଇବେ। ପ୍ରତି ପଞ୍ଚାୟତରେ ପଥପ୍ରାନ୍ତ ନାଟକ ସମେତ ଚିତ୍ରାଙ୍କନ କୁଇଜ ପ୍ରତିଯୋଗିତା କରାଯାଇ ସଚେତନ କରାଯିବ। ଏହାସହ ଘରେ ଘରେ ସୁଭଦ୍ରା ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲି ଓ ଫଟୋଗ୍ରାଫି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ସୁଭଦ୍ରା ମାର୍ଗଦର୍ଶିକା ଜାରି ହେଲା ଦିନରୁ ସାରା ଓଡ଼ିଶାରେ ଫର୍ମ ବିତରଣ ଓ ପଞ୍ଜୀକରଣ ଜୋରସୋରରେ ଆଗେଇ ଚାଲିଛି। ଲୋକମାନଙ୍କ ଉତ୍ସାହକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ବୈଠକ କରାଯାଇ ଯୋଜନାର କାର୍ଯ୍ୟାନ୍ୱୟନକୁ ବିଭିନ୍ନ ସ୍ତରରେ ତଦାରଖ କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁଭଦ୍ରା ନିମନ୍ତେ ପଞ୍ଜୀକରଣ ଲକ୍ଷ୍ୟରେ ପହଞ୍ଚି ସାରିଲାଣି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କର, ସେୟାର କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କର।